ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜି ଆମେ ଜାଣିବା ଘରର ଆର୍ଥିକ ସ୍ଥିତି ସୁଧୁରି ନଥିଲେ ତାର କାରଣ ଆଉ ନିରାକରଣ ବିଷୟରେ। ଆପଣ ହୁଏତ ଆପଣଙ୍କ ଜୀବନ କାଳରେ ଲକ୍ଷ୍ୟ କରିଥିବେ ଯେ କଠିନ ପରିଶ୍ରମ ଓ ପ୍ରତିଭା ସତ୍ତ୍ୱେ ଲୋକମାନେ ପ୍ରାୟତଃ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଅନ୍ୟପକ୍ଷରେ କିଛି ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ପ୍ରତିଭା ସତ୍ତ୍ୱେ ନିରନ୍ତର ସଫଳତା ଏବଂ ସମ୍ପତ୍ତି ହାସଲ କରନ୍ତି। ଆମେ ଏପରି ଲୋକଙ୍କୁ ଭାଗ୍ୟବାନ ବୋଲି କହୁଛୁ, କିନ୍ତୁ ବାସ୍ତବରେ ଏହା ଭାଗ୍ୟର ଫଳାଫଳ କମ୍ ଏବଂ ବାସ୍ତୁ ଅନୁସାରେ ନିର୍ମିତ ଘରର ଫଳସ୍ୱରୂପ ଘରେ ପ୍ରବାହିତ ସକାରାତ୍ମକ ଶକ୍ତିର ଫଳାଫଳ ଅଧିକ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଉତ୍ତର ପୂର୍ବ ଦିଗରେ ଏକ ବଡ଼ ବାସ୍ତୁଦୋଷ ଅଛି, ତେବେ ଆପଣ ଆପଣଙ୍କର କଠିନ ପରିଶ୍ରମର 10% ମଧ୍ୟ ହାସଲ କରିପାରିବେ ନାହିଁ ଏବଂ ଆପଣଙ୍କ ଭାଗ୍ୟକୁ ଅଭିଶାପ ଦେଇ ଚାଲିବେ। ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଆର୍ଥିକ ସମୃଦ୍ଧି ହାସଲ କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ଟିପ୍ସ ଦେଉଛୁ, ଯାହା ନିମ୍ନଲିଖିତରେ ଆମେ ଜାଣିବା। ଧନ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବାସ୍ତୁ ଟିପ୍ସ। ପ୍ରଥମଟି ହେଉଛି ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାସ୍ତୁଶାସ୍ତ୍ରରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ। ଯେହେତୁ ଏହା ଯେକୌଣସି କୋଠାକୁ ପ୍ରବେଶ କରିବା ପାଇଁ ମହାଜାଗତିକ ଶକ୍ତିର ମୁଖ୍ୟ ମାଧ୍ୟମ, ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ବହୁ ପରିମାଣରେ ଦୃଶ୍ୟମାନ ହୁଏ। ତେଣୁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖିତ 32ଟି ବିନ୍ଦୁ ମଧ୍ୟରୁ 9ଟି ବିନ୍ଦୁ ଉପରେ ମୁଖ୍ୟ ଦ୍ୱାର ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, ଯାହା ସକାରାତ୍ମକ ଫଳାଫଳ ପ୍ରଦାନ କରେ। ଦ୍ୱିତୀୟଟି ହେଉଛି ଧନ ପାଇଁ ଉତ୍ତର ପୂର୍ବ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ତର ପୂର୍ବ ଦିଗକୁ ଖାଲି ଏବଂ ସମ୍ପୂର୍ଣ୍ଣ ସଫା ରଖିବା ଉଚିତ। ବାସ୍ତୁ ଅନୁସାରେ ଏହା ହେବା ଦ୍ୱାରା ଏହି ଦିଗକୁ କୋଠା ଶୁଭ ଶକ୍ତି ଆକର୍ଷିତ କରେ। ତୃତୀୟଟି ହେଉଛି ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ କାନ୍ଥରେ କ୍ୟାଶ ଲକର ରଖନ୍ତୁ, ଯାହାଦ୍ୱାରା ଏହା ଉତ୍ତର ଦିଗକୁ ଖୋଲିଥାଏ। ଚତୁର୍ଥଟି ହେଉଛି କୋଠାର ଯେକୌଣସି ଦିଗକୁ ବିସ୍ତାର କରିବା କିମ୍ବା କାଟିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୁଏ। ଏହି ପ୍ରକାରର ବାସ୍ତୁଦୋଷ ଆର୍ଥିକ କ୍ଷତି, ନଗଦ ପ୍ରବାହରେ ବାଧା, ସ୍ୱାସ୍ଥ୍ୟ ସମସ୍ୟା, ଆଇନଗତ ବିବାଦ ଇତ୍ୟାଦି ହୋଇପାରେ। ତଥାପି ବାସ୍ତୁଶାସ୍ତ୍ରରେ ଗୋଟିଏ ଦିଗ ଅଛି ଯାହାର ବିସ୍ତାର ଆଶ୍ଚର୍ଯ୍ୟଜନକ ଭାବରେ ଆର୍ଥିକ ଲାଭ ଏବଂ ସମୃଦ୍ଧି ଆଣିଥାଏ। ଏହି ଦିଗଟି ହେଉଛି ଉତ୍ତର ପୂର୍ବ। ଉତ୍ତର ପୂର୍ବ ଦିଗକୁ ବିସ୍ତାର କରିବା ବିଶେଷ ଭାବରେ ପ୍ରଥମ ପିଢ଼ିକୁ ସମୃଦ୍ଧ କରିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ଯଦି ଆପଣ ଏକ ବିସ୍ତାରିତ ଉତ୍ତର ପୂର୍ବ ଦିଗ ସହିତ ଏକ ପ୍ଲଟ୍ ପାଆନ୍ତି, ତେବେ ଏହା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ହେବ। ତଥାପି ଏକ ସାଧାରଣ ପ୍ଲଟ୍ ଉପରେ ମଧ୍ୟ ଉତ୍ତର ପୂର୍ବ ଦିଗକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇପାରେ। କୋଠା ନିର୍ମାଣ ସମୟରେ ଆପଣ ଏଥିପାଇଁ ଜଣେ ବାସ୍ତୁ ବିଶେଷଜ୍ଞଙ୍କ ସହାୟତା ନେଇପାରିବେ। ପଞ୍ଚମଟି ହେଉଛି କୋଠା ଦକ୍ଷିଣ ପଶ୍ଚିମରୁ ଉତ୍ତର ପୂର୍ବକୁ ଢଳୁଥିବା ଉଚିତ। ଦକ୍ଷିଣ ପଶ୍ଚିମ ଦିଗ ସବୁଠାରୁ ଅଧିକ ହେବା ଉଚିତ ଏବଂ ତାପରେ କୋଠାର ଉଚ୍ଚତା ଯଥାକ୍ରମେ ଦକ୍ଷିଣ ପୂର୍ବ, ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ଆଡ଼କୁ ହ୍ରାସ ପାଇବା ଉଚିତ। ଷଷ୍ଠଟି ହେଉଛି ଦକ୍ଷିଣ ଏବଂ ପଶ୍ଚିମ କାନ୍ଥ ଉତ୍ତର ଏବଂ ପୂର୍ବ କାନ୍ଥ ଅପେକ୍ଷା ଉଚ୍ଚ ଏବଂ ଭାରୀ ହେବା ଉଚିତ। ସପ୍ତମଟି ହେଉଛି ଏହାକୁ ମନେ ରଖି ପ୍ଲଟ୍ କିଣିବା ଉଚିତ, ତେଣୁ ପ୍ଲଟ୍ରେ ଉଚ୍ଚତା ଆଖପାଖ ରାସ୍ତା ଅପେକ୍ଷା ଉଚ୍ଚ ହେବା ଉଚିତ। ଅଷ୍ଟମରେ ହେଉଛି ଯେହେତୁ ଉତ୍ତର ପୂର୍ବ ଦିଗରେ ପାଣିର ଉପସ୍ଥିତି ଅତ୍ୟନ୍ତ ଶୁଭ, ଭୂତଳ କିମ୍ବା ଭୂମି ସ୍ତରରେ ବୋଲି ବିବେଚନା କରାଯାଏ, ତେଣୁ ଏହି ଦିଗରେ ଏକ ଜଳ ଫାଉଣ୍ଟେନ୍ ସ୍ଥାପନ କରାଯାଇପାରିବ। ନିଶ୍ଚିତ କରନ୍ତୁ ଯେ ଝରଣାରେ ପାଣି ନିରନ୍ତର ପ୍ରବାହିତ ହେଉଛି। ଏହି ଜଳ ପ୍ରବାହ ସକାରାତ୍ମକ ଶକ୍ତି ଏବଂ ଧନ
ପ୍ରଭାବକୁ ପ୍ରତିଫଳିତ କରେ। ନବମରେ ହେଉଛି ଉତ୍ତରମୁଖୀ କୋଠରୀ ଏବଂ କାନ୍ଥକୁ ନୀଳ ରଖନ୍ତୁ ଏବଂ ଏହି ଦିଗରେ ଲାଲ ବସ୍ତୁ ଏଡ଼ାନ୍ତୁ। ଘରର ଅନ୍ୟ କୋଠରୀ ଏବଂ କାନ୍ଥରେ ଅତ୍ୟନ୍ତ ଗାଢ଼ କିମ୍ବା ଉଜ୍ଜ୍ୱଳ ରଙ୍ଗ ବ୍ୟବହାର କରିବା ଏଡ଼ାନ୍ତୁ। ଦଶମରେ ହେଉଛି ଉତ୍ତର କ୍ଷେତ୍ର ଅର୍ଥ ଏବଂ ସୁଯୋଗ ପାଇଁ ବାସ୍ତୁ ପ୍ରତୀକ, ତେଣୁ ଏହି ଅଞ୍ଚଳରେ ନୀଳ ରଙ୍ଗର ଗଛ ଲଗାଇବା ଏହାର ଶୁଭତାକୁ ବୃଦ୍ଧି କରିପାରିବ। କ'ଣ କରିବେ ନାହିଁ? ପ୍ରଥମଟି ହେଉଛି ଜମି କିଣିବା ସମୟରେ ଅତିରିକ୍ତ ସତର୍କତା ଆବଶ୍ୟକତା, କାରଣ ବାସ୍ତୁରେ ପ୍ଲଟ ଆକୃତି ଏବଂ ଆକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବେ ବି ତ୍ରିକୋଣୀୟ, ଅଣ୍ଡାକାର, କଟା କିମ୍ବା ଅନିୟମିତ ଆକୃତିର ପ୍ଲଟ କିଣନ୍ତୁ ନାହିଁ। ଏପରି ପ୍ଲଟ ଉପରେ ନିର୍ମିତ କୋଠା ଶେଷରେ ନକାରାତ୍ମକ ଫଳାଫଳ ପ୍ରଦାନ କରେ। ଦ୍ୱିତୀୟରେ ହେଉଛି ଉତ୍ତର ପୂର୍ବ ଦିଗରେ କୌଣସି ଭାରୀ ନିର୍ମାଣ ଯେପରିକି ସିଡ଼ି କିମ୍ବା ନକାରାତ୍ମକ ନିର୍ମାଣ ଯେପରିକି ଶୌଚାଳୟ ନିର୍ମାଣ କରାଯିବା ଉଚିତ ନୁହେଁ। ଏହା ଶୁଭ ଦିଗରେ ବାସ୍ତୁଦୋଷର ସୃଷ୍ଟି କରେ। 3. ଉତ୍ତର ପୂର୍ବ ଏକ ଉଚ୍ଚ କୋଠା, ପାହାଡ଼ କିମ୍ବା ଅନ୍ୟ କୌଣସି ପ୍ରକାରର ନିର୍ମାଣ ଉତ୍ତର ପୂର୍ବ ବାସ୍ତୁଦୋଷ ସୃଷ୍ଟି କରେ, ଯାହା ଫଳରେ ଆର୍ଥିକ କ୍ଷତି ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ସୃଷ୍ଟି ହୁଏ। 4. ଉତ୍ତର ପୂର୍ବକୁ କେବେ ବି କାଟିବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ, ମାପ ସମୟରେ ପ୍ଲଟର ଉତ୍ତର ପୂର୍ବ ଦିଗ ଅନ୍ୟ ଦିଗ ଅପେକ୍ଷା ଛୋଟ ହେବା ଉଚିତ ନୁହେଁ କିମ୍ବା ଏହି ଦିଗରେ କାନ୍ଥ ବୃତ୍ତାକାର ହେବା ଉଚିତ ନୁହେଁ। ଏହାକୁ ଅନ୍ୟ କୌଣସି ଉପାୟରେ କାଟିବା ଅତ୍ୟନ୍ତ କ୍ଷତିକାରକ। 5. ଦକ୍ଷିଣ ପଶ୍ଚିମ ଦିଗରେ ଭୂମିସ୍ତର ତଳେ ଥିବା ଏକ ଭୂତଳ ଜଳ ଟାଙ୍କି, ସେପ୍ଟି ଟ୍ୟାଙ୍କ କିମ୍ବା ଅନ୍ୟ କୌଣସି ନିର୍ମାଣକୁ ବାସ୍ତୁଦୋଷ ଭାବରେ ବିବେଚନା କରାଯାଏ ନାହିଁ। 6. ହେଉଛି କେବେ ବି ବିମ୍ ତଳେ ନଗଦ ଲକର ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଟଙ୍କାର ପ୍ରବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼େ। 7. ହେଉଛି ଉତ୍ତର ପୂର୍ବ ଦିଗକୁ ଖୋଲା ରଖିବା ଉଚିତ, କିନ୍ତୁ ଏଠାରେ ଉଚ୍ଚ ଏବଂ ବଡ଼ ଗଛ ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଦେଇପାରେ। ଆପଣଙ୍କୁ ଏହି ତଥ୍ୟଗୁଡ଼ିକ ଯଦି ଭଲ ଲାଗିଲା ତାହେଲେ କମେଣ୍ଟସ୍, ଲାଇକ୍ ମାଧ୍ୟମରେ ଜଣାନ୍ତୁ।